ଆପଣଙ୍କୁ ଶୋଷ ଲାଗିଲେ ଆପଣ ପାଣି ପିଉଛନ୍ତି, ଆପଣଙ୍କ ମନ ଶାନ୍ତି ହେଉଛି ନା ନାଇଁ? ମୋତେ କୁହନ୍ତୁ ଗୋଟେ କଥା, ଯେମିତି ଆପଣ ପାଣିଟିଏ ପିଇଲେ ଆପଣଙ୍କ ମନ ଆତ୍ମା ଶାନ୍ତି ହୋଇଯାଉଛି, ସେହିପରି ଭାବେ ଆପଣ ଗୋଟେ ଗଛ ମୂଳେ ବି ପାଣି ଦେଲେ ଗଛଟି ବି ଆତ୍ମା ଶାନ୍ତି ପାଉଛି। ତେଣୁକରି ଆମେ ପାଣିରେ ଯଦି ଆପଣଙ୍କର ମନ ଆତ୍ମା ଶାନ୍ତି ପାଇପାରୁଛି, ବା ଗୋଟେ ଗଛ ମୂଳେ ଆମେ ପାଣି ଦେଲେ ଗଛଟି ଶାନ୍ତି ପାଇପାରୁଛି, ତାହେଲେ ପାଣି ଦ୍ୱାରା ଯେତେ ଜୀବଜନ୍ତୁ ଅଛନ୍ତି ଆମର ପୃଥିବୀରେ ସମସ୍ତେ ଶାନ୍ତି ହେଉଛନ୍ତି। ପାଣି କାହାକୁ ଆବଶ୍ୟକ ନାହିଁ? ସମସ୍ତଙ୍କୁ ପାଣି ଆବଶ୍ୟକ ଅଛି। ତେଣୁକରି ପାଣିରେ ଆଜି ଆମେ ନବଗ୍ରହ ଶାନ୍ତି କରିବା, କାରଣ ଗ୍ରହମାନଙ୍କର ବି ପାଣିର ଆବଶ୍ୟକ ଅଛି। କାରଣ ପାଣିଟା ତ ସମସ୍ତଙ୍କର ଆବଶ୍ୟକ ନା, ପାଣିଟା କାହାକୁ ଆବଶ୍ୟକ ନୁହେଁ, ପାଣିଟା ସମସ୍ତଙ୍କୁ ଆବଶ୍ୟକ। ତେଣୁକରି ଉପଯୁକ୍ତ ପାଣିର ପ୍ରୟୋଗଟା କେମିତି ଆମେ କରିପାରିବା ସେଇଟା ଆପଣଙ୍କ ଉପରେ ନିର୍ଭର କରେ। ମୁଁ ଆଜି ଆପଣଙ୍କୁ ଗୋଟି ଗୋଟି କରି କହିବି, ସିରିଫ 5 ଟଙ୍କାଟିଏ ବି ଖର୍ଚ୍ଚ ନାହିଁ। ମୁଁ ଆପଣଙ୍କୁ ଗୋଟେ ଲଙ୍ଗ୍ ଭିଡ଼ିଓ କରିଥିଲି, ଆଗରୁ କହିଥିଲି କି ଆପଣ ବିନା ପଇସାରେ ନବଗ୍ରହ କିପରି ଭାବେ ଶାନ୍ତି କରିବେ। ଯଦି ପାଣିର ଆମ ଆତ୍ମା ଶାନ୍ତି ହେଉଛି, ଯଦି ପାଣିର ଗୋଟେ ଗଛଟେ ଶାନ୍ତି ହେଉଛି, ଯଦି ପାଣିଟେ ପିଇଲା ପରେ ଗୋଟେ ଜୀବଜନ୍ତୁ ଗାଈଟେ ହେଉ, ଗୋରୁଟେ ହେଉ, ଛେଳିଟେ ହେଉ, ମେଣ୍ଢାଟେ ହେଉ, କୁକୁରଟେ ହେଉ ବା ବିଲେଟେ ହେଉ, ସମସ୍ତଙ୍କୁ ପାଣି ଆବଶ୍ୟକ ଅଛି। ସମସ୍ତେ ଯଦି ଶାନ୍ତି ହେଉଛନ୍ତି, ତାହେଲେ ନବଗ୍ରହକୁ କାହିଁକି ଶାନ୍ତି ନ ହେବେ? ପାଣିର କ'ଣ ପାଇଁ ଶାନ୍ତି ନ ହେବେ ମୋତେ ଟିକେ କୁହନ୍ତୁ। ନ୍ୟୁମରୋଲୋଜିରେ ପାଣିରେ ନବଗ୍ରହ ଶାନ୍ତି, ଟଙ୍କାଟିଏ କାହାକୁ ଆପଣଙ୍କୁ ଦେବା ପାଇଁ ପଡ଼ିବନି। ଗୋଟିଏ ଟଙ୍କା ବି ଆପଣଙ୍କର ଖର୍ଚ୍ଚ ହେବନି, ନା ଟଙ୍କାଟିଏ ବି କାହାକୁ ଦେବା ପାଇଁ ପଡ଼ିବନି। ଏହା ଆଷ୍ଟ୍ରୋଲୋଜିରେ ନାହିଁ, ଏଇଟା ନ୍ୟୁମରୋଲୋଜିରେ ହିଁ ସମ୍ଭବ। ନ୍ୟୁମରୋଲୋଜିରେ ହିଁ এই ଜିନିଷଟି ଅଛି। ଆପଣମାନେ ଚିନ୍ତା କରନ୍ତୁ ଏଇଟା ଠିକ୍ କି ଭୁଲ। ଯଦି ପାଣିରେ ଆମ ଆତ୍ମା ଶାନ୍ତି, ପାଣିରେ ଗୋଟେ ଗଛ ଶାନ୍ତି, ପାଣିରେ ଗୋଟେ ଛୋଟିଆ ଜୀବଟିଏ ଶାନ୍ତି ପାଉଛି, ତାହେଲେ ପାଣିରେ କାହିଁକି ନବଗ୍ରହ ଶାନ୍ତି ନ ହେବେ? ଚାଲନ୍ତୁ ଆଜି ଆମେ ଜାଣିବା ପାଣିରେ କିପରି ନବଗ୍ରହ ଶାନ୍ତି ହେଉଛନ୍ତି। ହଁ, ଏଇଭଳି ନ୍ୟୁମରୋଲୋଜି ପାଇଁ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ କୁହନ୍ତି। ଆଷ୍ଟ୍ରୋଲୋଜିରେ ଆପଣଙ୍କର ଜ୍ୟୋତିଷ ବିଶାରଦରେ ଯେ ଆପଣଙ୍କର ସୂର୍ଯ୍ୟ ଠିକ୍ ନାହିଁ, ଲିଡରସିପ୍ କରୁଛନ୍ତି, ସୂର୍ଯ୍ୟଙ୍କର ଠିକ୍ ନାହିଁ, ତାହେଲେ ଆପଣ କ'ଣ କରିବେ? କ'ଣ କରିବେ? ଆପଣ ତମ୍ବା ନୋଟାରେ ସୂର୍ଯ୍ୟଙ୍କୁ ପାଣି ଦିଅନ୍ତୁ, 1 ନମ୍ବର ଠିକ୍ ହେଇଯିବ। ତା ମାନେ ସୂର୍ଯ୍ୟ ଗ୍ରହ ଠିକ୍ ହେଇଯିବ। 1 ନମ୍ବର ସୂର୍ଯ୍ୟ ହେଲେ ଆପଣଙ୍କର ଠିକ୍ ହେଇଗଲା ଗୋଟେ ଗ୍ରହ। ଯଦି ଆପଣଙ୍କର 2 ନମ୍ବର ଠିକ୍ ନାହିଁ, ମାନେ ଚନ୍ଦ୍ରମା କିଏ କହୁଛି ଯେ ଆପଣଙ୍କର ଚନ୍ଦ୍ର ଠିକ୍ ନାହିଁ, ସେଇ ପାଣି ନେଇକି ଶିବ ମନ୍ଦିରରେ ଦିଅନ୍ତୁ ତମ୍ବା ନୋଟାରେ। କିନ୍ତୁ ଘର ପାଣି ନେବେ, ଘର ପାଣି ଯେଉଁ ପାଣି ଆପଣ ପିଉଛନ୍ତି ସେଇ ପାଣି ନେଇକି ଶିବ ମନ୍ଦିରରେ ଦେବେ। ଆପଣଙ୍କର 2 ନମ୍ବର ମାନେ ଚନ୍ଦ୍ରମା ଠିକ୍ ହେଇଯିବ। ଯଦି ଆପଣଙ୍କର ଗୁରୁ ଠିକ୍ ନାହିଁ, ଦେବଗୁରୁ ବୃହସ୍ପତି, ତାହେଲେ ସେଇ ପାଣିକି ଆପଣ ହଳଦୀ ମିଶାଇ ସ୍ନାନ କରନ୍ତୁ, ଆପଣଙ୍କର 3 ନମ୍ବର ଠିକ୍ ହେଇଯିବ, ମାନେ ଦେବଗୁରୁ ବୃହସ୍ପତି ଠିକ୍ ହେଇଯିବେ। 4 ନମ୍ବର ହେଲା ରାହୁ। ଏଇ ପାଣିକୁ ମୁଖ୍ୟ ଜ୍ୟେଷ୍ଠ ଲୋକମାନଙ୍କୁ ପିଇବା ପାଇଁ ଦିଅନ୍ତୁ, ନା କୌଣସି ମେଡ଼ିକାଲରେ ରୋଗୀ ପେସେଣ୍ଟମାନଙ୍କୁ ଦାନ କରନ୍ତୁ, 4 ନମ୍ବର ଠିକ୍ ହେଇଯିବ। 5 ନମ୍ବର ହେଲା ବୁଧଙ୍କର। ବୁଧ ଯଦି ଠିକ୍ ନାହିଁ, ଏଇ ପାଣିକୁ ତମ୍ବା ନୋଟାରେ ତୁଳସୀ ଗଛ ମୂଳେ ଦେବେ, ଆପଣଙ୍କର 5 ନମ୍ବର ଠିକ୍ ହେଇଯିବ। ରହିଲା ନମ୍ବର 6 ଶୁକ୍ରଙ୍କର। କିଛି ଲୋକଙ୍କ ଶୁକ୍ର ଠିକ୍ ନାହିଁ, ଏଇ ପାଣିରେ ଗୋଲାପ ଜଳ ମିଶାଇ ଆପଣ ସ୍ନାନ କରନ୍ତୁ, ଆପଣଙ୍କର 6 ନମ୍ବର ଠିକ୍ ହେଇଯିବ। ଏଇ ପାଣିକୁ ହାତରେ ଧରି ଯେକୌଣସି ମନ୍ତ୍ର ପଢ଼ନ୍ତୁ, ଆପଣଙ୍କର ସେଇ ପାଣିକୁ ପିଇବେ, 7 ନମ୍ବର ଠିକ୍ ହେଇଯିବ। ଆପଣ ଯେକୌଣସି ମନ୍ତ୍ର ଜପ କରୁଛନ୍ତି ସେ ମନ୍ତ୍ରଟି ଧରିକି ପାଣିଟି ପଡ଼ିବେ, ପଡ଼ିକି ସେ ପାଣି ପିଇବେ, ଆପଣଙ୍କ 7 ନମ୍ବର ଠିକ୍ ହେଇଯିବ। ଏଇ ପାଣିକୁ କୌଣସି ଅସୁବିଧା ରୋଗୀ ଥିବା ଲୋକ ପାଆନ୍ତୁ, ବା ମେଡ଼ିକାଲରେ ଥିବା ଲୋକ, ବା କୌଣସି ଜଳଛତ୍ର ଖୋଲୁଛନ୍ତି, ଜଳ ଭଣ୍ଡାର ଶୀତଳ ପାନୀୟ ଜଳ ଖୋଲୁଛନ୍ତି, ସେ ପାଣିକୁ ସେଠି ଜାଗା ରଖନ୍ତୁ, ଲୋକମାନଙ୍କୁ ପିଇବା ପାଇଁ ଦିଅନ୍ତୁ, ଆପଣଙ୍କର 8 ନମ୍ବର ଠିକ୍ ହେଇଯିବ। ଏଇ ପାଣିକି ଧରିକି ହନୁମାନ ଚାଳିଶା ପଢ଼ନ୍ତୁ, ଆପଣଙ୍କର ମଙ୍ଗଳ ଠିକ୍ ହେଇଯିବ, 9 ଠିକ୍ ହେଇଯିବ। ତେଣୁକରି ପାଣି ହେଉଛି ଆମ ଜୀବନର ସବୁଠୁ ମୁଖ୍ୟ। ପାଣି ବିନା କେହି ବଞ୍ଚିପାରିବେନି, ପାଣି ସମସ୍ତଙ୍କର ଆବଶ୍ୟକ। ପାଣି ଯଦି ପାଣିରେ ଆମ ଆତ୍ମା ଶାନ୍ତି, ତାହେଲେ ପାଣିରେ କାହିଁକି ନବଗ୍ରହ ଶାନ୍ତି ନ ହେବ? ତେଣୁକରି ଆଜି ଏଇଭଳି ନ୍ୟୁମରୋଲୋଜି ଭିଡ଼ିଓ ମୁଁ ପାଇଁ ଆପଣ ମୋ ଚ୍ୟାନେଲଟି ସବସ୍କ୍ରାଇବ୍ କରନ୍ତୁ। ହଁ, ନମ୍ବର ସବୁଠି ଆପଣଙ୍କ ଜୀବନରେ ବନ୍ଧା ହେଇଛି। ଆପଣଙ୍କ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନମ୍ବର ହିଁ ଚାଲୁଛି। ଆପଣ ଜନ୍ମ ହେଲେ କେଉଁ ସମୟରେ ସେଠି ବି ନମ୍ବର ଆସିଲା, ଆପଣ କେଉଁ ତାରିଖରେ ଜନ୍ମ ହେଲେ ସେଠି ବି ନମ୍ବର ଆସିଲା। ପ୍ରତ୍ୟେକଟି କ୍ଷେତ୍ରରେ ଆପଣଙ୍କ ନମ୍ବର ଆସୁଛି। କେଉଁ ଜାଗାର ନମ୍ବରଟି ନ ଆସୁଛି ମୋତେ କୁହନ୍ତୁ, ସମସ୍ତ ଜାଗାରେ ହିଁ ନମ୍ବର ଆସୁଛି। ତେଣୁକରି ଆପଣ ନମ୍ବର ପ୍ରତି ଧ୍ୟାନ ଦେବେ,
ଯେପରିକି 1 ନମ୍ବର ହେଲା ସୂର୍ଯ୍ୟଙ୍କର, 2 ନମ୍ବର ହେଲା ଚନ୍ଦ୍ରମାଙ୍କର, 3 ନମ୍ବର ହେଲା ବୃହସ୍ପତିଙ୍କର, 4 ନମ୍ବର ହେଲା ରାହୁଙ୍କର, 5 ନମ୍ବର ହେଲା ବୁଧଙ୍କର, 6 ନମ୍ବର ହେଲା ଶୁକ୍ରଙ୍କର, 7 ନମ୍ବର ହେଲା କେତୁଙ୍କର, 8 ନମ୍ବର ହେଲା ଶନିଙ୍କର, 9 ନମ୍ବର ହେଲା ମଙ୍ଗଳଙ୍କର। ତେଣୁ ପ୍ରତ୍ୟେକ ନମ୍ବରକୁ ଆମେ ଠିକ୍ କରିଦେବା, ତାହେଲେ ନବଗ୍ରହ ଠିକ୍ ହେଇଗଲେ। କ'ଣ ଦରକାର ଆମେ ଏତେ ବଡ଼ ବଡ଼ ରେମେଡ଼ି କରିବା, ଦେଖିଲା ବେଳକୁ ତାପରେ ଭାବୁଥିବା କାହିଁ କ'ଣ କିଛି ପ୍ରଭାବ ପଡ଼ିଲାନି। କିଛି ଆବଶ୍ୟକ ନାହିଁ। ନ୍ୟୁମରୋଲୋଜିରେ ଟୋଟାଲ୍ ଟଙ୍କାଟିଏ ମୁଁ କହିଥିଲି ଆଗ ଭିଡ଼ିଓରେ, ଆପଣ ଦେଖିଦେବେ ମୋ ଲଙ୍ଗ୍ ଭିଡ଼ିଓ ଗୋଟେ ମୁଁ ପକାଇଥିଲି। ଟଙ୍କାଟିଏ ଆପଣ ଖର୍ଚ୍ଚ କରିବେନି, ନବଗ୍ରହ କିନ୍ତୁ ଶାନ୍ତି ହେବ। ଆଜି ସେ ଭିଡ଼ିଓ ମୁଁ ଆପଣଙ୍କ ସମ୍ମୁଖରେ ପ୍ରକାଶ କଲି। এইভাবে ন্ୟୁମରୋଲୋଜି ଟିପ୍ସ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଆଉ ଯଦି ଆପଣମାନେ ଚାହାନ୍ତି ଆଜିକାଲି ଆଉ ଗୋଟିଏ ଜିନିଷ ମୋବାଇଲ୍ ନମ୍ବର ନ୍ୟୁମରୋଲୋଜି, ସେ ବି ମୋବାଇଲ୍ ନମ୍ବର ସେଇଭଳି କାମ କରୁଛି ଆମ ଜୀବନରେ। କାରଣ ଆପଣ ନମ୍ବରଟି ନେଇଛନ୍ତି, ଆପଣ ଜାଣିନାହାନ୍ତି ନମ୍ବର କିଭଳି ପ୍ରଭାବ ପଡ଼ୁଛି। ଯେତେବେଳେ ଆମ ଗ୍ରହ ସହିତ ଆପଣଙ୍କ ନମ୍ବର ଯୋଡ଼ା ହେଇଛି, ତାହେଲେ ଆପଣଙ୍କ ନମ୍ବର ସହିତ ବି ଯୋଡ଼ା ହେଇଛି। ଆପଣଙ୍କର ଗୋଟେ ଗାଡ଼ିଟା ଆଣିବାକୁ ଲେଖି ଦେଉଛନ୍ତି ସୋସିଆଲ ମିଡ଼ିଆରେ ମାଇ ନ୍ୟୁ ଫ୍ୟାମିଲି ମେମ୍ବର। ସେଠି ଗାଡ଼ିରେ ଗୋଟେ ନମ୍ବର ଆଣିଲେ, ନମ୍ବରଟା ଆଣିକି ଆପଣ ସେଠି କ'ଣ କରୁଛନ୍ତି, RTO ଅଫିସ୍ ଯାଇ ମୋର ଲକି ନମ୍ବର ଏଇଆ, ମୋତେ ଏଇ ହିସାବରେ ନମ୍ବରଟା ଦେଲ, 5,000, 10,000, 20,000 ଦେଉଛନ୍ତି। ନମ୍ବର ପ୍ରତି ଧ୍ୟାନ ଦିଅନ୍ତୁ। ଆପଣ ଯଦି ଚାହାନ୍ତି ମୋବାଇଲ୍ ନମ୍ବର ଆନାଲିସିସ୍ କରିବା ପାଇଁ ନିଶ୍ଚିତ କଣ୍ଟାକ୍ଟ କରିପାରିବେ। ହ୍ୱାଟ୍ସଆପ୍